ଆମ ଜାତୀୟ ସଙ୍ଗୀତକୁ କିଏ ଲେଖିଥିଲେ? ଅପସନ୍ ଏ ଜବାହରଲାଲ ନେହେରୁ, ଅପସନ୍ ବି ରବୀନ୍ଦ୍ରନାଥ ଟେଗୋର, ଅପସନ୍ ସି ମହାତ୍ମା ଗାନ୍ଧୀ, ଅପସନ୍ ଡି ପିଙ୍ଗାଲି ଭେଙ୍କୟା। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ବି ରବୀନ୍ଦ୍ରନାଥ ଟେଗୋର। ଜାତୀୟ ସଙ୍ଗୀତ ଏ ମଧ୍ୟରୁ କେଉଁଟା? ଅପସନ୍ ଏ ବନ୍ଦେ ମାତରମ୍, ଅପସନ୍ ବି आहे ଦୟାମୟ, ଅପସନ୍ ସି ଜୟ ରାମ ଶ୍ରୀରାମ, ଅପସନ୍ ଡି ଜଣଗଣ ମନ। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଡି ଜଣଗଣ ମନ। ଆମ ଜାତୀୟ ପତାକାକୁ ସମ୍ବିଧାନରେ କେବେ ଗ୍ରହଣ କରାଗଲା? ଅପସନ୍ ଏ 15 ଅଗଷ୍ଟ 1947, ଅପସନ୍ ବି 26 ଜାନୁଆରୀ 1947, ଅପସନ୍ ସି 22 ଜୁଲାଇ 1947, ଅପସନ୍ ଡି 26 ଜାନୁଆରୀ 1950। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ସି 22 ଜୁଲାଇ 1947। ଆମ ଜାତୀୟ ଗୀତ କହିଲେ କାହାକୁ ବୁଝାଏ? ଅପସନ୍ ଏ ବନ୍ଦେ ମାତରମ୍, ଅପସନ୍ ବି ଓମ୍ ଭୂର୍ଭୁବଃ ସ୍ୱାହା, ଅପସନ୍ ସି ଜୟ ରାମ ଶ୍ରୀରାମ, ଅପସନ୍ ଡି ଜଣଗଣ ମନ। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଏ ବନ୍ଦେ ମାତରମ୍। ଆମ ଜାତୀୟ ଗୀତକୁ କିଏ ଲେଖିଥିଲେ? ଅପସନ୍ ଏ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ, ଅପସନ୍ ବି ରବୀନ୍ଦ୍ରନାଥ ଟେଗୋର, ଅପସନ୍ ସି ମହାତ୍ମା ଗାନ୍ଧୀ, ଅପସନ୍ ଡି ପିଙ୍ଗାଲି ଭେଙ୍କୟା। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଏ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ। ଆମ ଜାତୀୟ ପତାକାକୁ କିଏ ଡିଜାଇନ୍ କରିଥିଲେ? ଅପସନ୍ ଏ ରବୀନ୍ଦ୍ରନାଥ ଟେଗୋର, ଅପସନ୍ ବି ପିଙ୍ଗାଲି ଭେଙ୍କୟା, ଅପସନ୍ ସି ମହାତ୍ମା ଗାନ୍ଧୀ, ଅପସନ୍ ଡି ଡକ୍ଟର ବି.ଆର୍. ଆମ୍ବେଦକର। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ବି ପିଙ୍ଗାଲି ଭେଙ୍କୟା। ଆମ ଜାତୀୟ ପତାକାର ଲେନ୍ଥ ଓ ୱିଥ୍ କେତେ? ଅପସନ୍ ଏ ଲେନ୍ଥ 3 ଓ ୱିଥ୍ 4, ଅପସନ୍ ବି ଲେନ୍ଥ 3 ୱିଥ୍ 3, ଅପସନ୍ ସି ଲେନ୍ଥ 3 ୱିଥ୍ 2, ଅପସନ୍ ଡି ଲେନ୍ଥ 4 ୱିଥ୍ 3। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ସି ଲେନ୍ଥ 3 ଓ ୱିଥ୍ 2। ଆମ ଜାତୀୟ ପତାକା ତିନୋଟି ରଙ୍ଗର ନାମ କ'ଣ? ଅପସନ୍ ଏ ଅରେଞ୍ଜ, ହ୍ୱାଇଟ୍ ଆଣ୍ଡ ଗ୍ରୀନ୍, ଅପସନ୍ ବି ରେଡ୍, ହ୍ୱାଇଟ୍ ଆଣ୍ଡ ଗ୍ରୀନ୍, ଅପସନ୍ ସି ପିଙ୍କ, ଗ୍ରେ ଆଣ୍ଡ ଗ୍ରୀନ୍, ଅପସନ୍ ଡି ସାଫ୍ରନ୍, ହ୍ୱାଇଟ୍ ଆଣ୍ଡ ଗ୍ରୀନ୍। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଡି ସାଫ୍ରନ୍, ହ୍ୱାଇଟ୍ ଆଣ୍ଡ ଗ୍ରୀନ୍। ଆମ ଜାତୀୟ ପତାକା ସାଫ୍ରନ୍ ରଙ୍ଗର ଅର୍ଥ କ'ଣ? ଅପସନ୍ ଏ ଷ୍ଟ୍ରେଂଥ୍ ଆଣ୍ଡ କରେଜ୍, ଅପସନ୍ ବି ଷ୍ଟ୍ରେଂଥ୍ ଆଣ୍ଡ ପିସ୍, ଅପସନ୍ ସି ଷ୍ଟ୍ରେଂଥ୍ ଆଣ୍ଡ ଟ୍ରୁଥ୍, ଅପସନ୍ ଡି ହ୍ୟାପି। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଏ ଷ୍ଟ୍ରେଂଥ୍ ଆଣ୍ଡ କରେଜ୍। ଆମ ଜାତୀୟ ପତାକା ହ୍ୱାଇଟ୍ ରଙ୍ଗର ଅର୍ଥ କ'ଣ? ଅପସନ୍ ଏ ଷ୍ଟ୍ରେଂଥ୍ ଆଣ୍ଡ କରେଜ୍, ଅପସନ୍ ବି ପିସ୍ ଆଣ୍ଡ ସାଇଲେଣ୍ଟ, ଅପସନ୍ ସି ଷ୍ଟ୍ରେଂଥ୍ ଆଣ୍ଡ ଟ୍ରୁଥ୍, ଅପସନ୍ ଡି ପିସ୍ ଆଣ୍ଡ ଟ୍ରୁଥ୍। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଡି ପିସ୍ ଆଣ୍ଡ ଟ୍ରୁଥ୍। ଆମ ଜାତୀୟ ପତାକା ଗ୍ରୀନ୍ ରଙ୍ଗର ଅର୍ଥ କ'ଣ? ଅପସନ୍ ଏ ହ୍ୟାପି, ଅପସନ୍ ବି ସାଇଲେଣ୍ଟ, ଅପସନ୍ ସି ଗ୍ରୋଥ୍, ଅପସନ୍ ଡି ଷ୍ଟ୍ରେଂଥ୍ ଆଣ୍ଡ ପିସ୍। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ସି ଗ୍ରୋଥ୍। ପ୍ରଥମେ ଆମ ଜାତୀୟ ପଶୁର ନାମ କ'ଣ ଥିଲା? ଅପସନ୍ ଏ ହାତୀ, ଅପସନ୍ ବି ବାଘ, ଅପସନ୍ ସି ଓଠ, ଅପସନ୍ ଡି ସିଂହ। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଡି ସିଂହ, ଯାହା ବର୍ତ୍ତମାନ 1952 ଆକ୍ଟ ପରେ ଆମେ ବାଘକୁ ଆମ ଜାତୀୟ ପଶୁ ମାନିଥାଉ। ଆମ ଜାତୀୟ କ୍ୟାଲେଣ୍ଡରର ନାମ କ'ଣ? ଅପସନ୍ ଏ ସାକାଇରା, ଅପସନ୍ ବି ସୌରଭ, ଅପସନ୍ ସି ଭାଗ୍ୟଜ୍ୟୋତି, ଅପସନ୍ ଡି ପଞ୍ଚିକା। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଏ ସାକାଇରା। ଆମ ଜାତୀୟ ପକ୍ଷୀର ନାମ କ'ଣ? ଅପସନ୍ ଏ ଶୁଆ, ଅପସନ୍ ବି ପାରା, ଅପସନ୍ ସି କୋଇଲି, ଅପସନ୍ ଡି ମୟୂର।
ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଡି ମୟୂର। ଆମ ଜାତୀୟ ଗଛର ନାମ କ'ଣ? ଅପସନ୍ ଏ ମ୍ୟାଙ୍ଗୋ, ଅପସନ୍ ବି ବନିୟାନ, ଅପସନ୍ ସି ଆପଲ୍, ଅପସନ୍ ଡି ଅରେଞ୍ଜ। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ବି ବନିୟାନ। ଆମ ଜାତୀୟ ଫଳର ନାମ କ'ଣ? ଅପସନ୍ ଏ ମ୍ୟାଙ୍ଗୋ, ଅପସନ୍ ବି ବାନାନା, ଅପସନ୍ ସି ଆପଲ୍, ଅପସନ୍ ଡି ଅରେଞ୍ଜ। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଏ ମ୍ୟାଙ୍ଗୋ। ଆମ ଜାତୀୟ ନଦୀର ନାମ କ'ଣ? ଅପସନ୍ ଏ ଗଙ୍ଗା, ଅପସନ୍ ବି ଯମୁନା, ଅପସନ୍ ସି ସରସ୍ୱତୀ, ଅପସନ୍ ଡି ମହାନଦୀ। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଏ ଗଙ୍ଗା। ନ୍ୟାସନାଲ୍ ଏକ୍ୱାଟିକ୍ ଆନିମାଲ୍ କାହାକୁ କୁହାଯାଏ? ଅପସନ୍ ଏ ଫ୍ରଗ୍, ଅପସନ୍ ବି ଫିସ୍, ଅପସନ୍ ସି କିଙ୍ଗ କୋବ୍ରା, ଅପସନ୍ ଡି ଡଲଫିନ୍। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଡି ଡଲଫିନ୍। ଆମ ଜାତୀୟ କରେନ୍ସି କାହାକୁ କୁହାଯାଏ? ଅପସନ୍ ଏ ଡଲାର, ଅପସନ୍ ବି ଟାକା, ଅପସନ୍ ସି ରୁପି, ଅପସନ୍ ଡି କ୍ୟାଥ୍। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ସି ରୁପି। ଆମ କନଷ୍ଟିଚ୍ୟୁସନକୁ କିଏ ଲେଖିଥିଲେ? ଅପସନ୍ ଏ ପ୍ରେମ ବିହାରୀ ରାୟଜାଦା, ଅପସନ୍ ବି ଡକ୍ଟର ବି ଆର୍ ଆମ୍ବେଦକର, ଅପସନ୍ ସି ମହାତ୍ମା ଗାନ୍ଧୀ, ଅପସନ୍ ଡି ଡକ୍ଟର ରାଜେନ୍ଦ୍ର ପ୍ରସାଦ। ଆପଣଙ୍କ ସଠିକ୍ ଉତ୍ତରଟି ଅପସନ୍ ଏ ପ୍ରେମ ବିହାରୀ ରାୟଜାଦା। ନମସ୍କାର, ଜୟ ଜଗନ୍ନାଥ। ପୁଣି ଦେଖା ହେବ ଆଉ ଏକ ନୂଆ ଭିଡ଼ିଓ ସହିତ।